ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ପରପନା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ ବ୍ରିଲିଆଣ୍ଟ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ପ୍ରିୟ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଆଜି ଦିନର ସୁନ୍ଦର ଟ୍ୟୁଜଡେ। ଆଜି ହେଉଛି ନବମୀ ତିଥି, ଶତଭିଷା ନକ୍ଷତ୍ର, ସୋମବାର। ଯଦି ଆପଣଙ୍କର ଜନ୍ମ କୁଣ୍ଡଳୀରେ ଅର୍ଥନୈତିକ କ୍ଷେତ୍ରରେ ବାଧା ଆସୁଛି ବା କର୍ମକ୍ଷେତ୍ରରେ ବାଧା ଦେଖାଦେଉଛି, ମାନସିକ ଶାନ୍ତି ରହୁନି, ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଦେଖାଦେଉଛି, ଆଜି ଦିବସରେ ମହାଦେବଙ୍କ ଶିବଲିଙ୍ଗରେ ଗଙ୍ଗା ଜଳ ଅର୍ପଣ କରନ୍ତୁ। 5ଟି ବେଲପତ୍ରକୁ ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଚିନ୍ତନ କରନ୍ତୁ, ଜପ କରନ୍ତୁ। ଶ୍ରଦ୍ଧା ରଖି ଭଗବାନଙ୍କୁ ମହାଦେବଙ୍କ ଶିବଲିଙ୍ଗରେ ଅର୍ପଣ କରନ୍ତୁ। 5ଟି ଅରୁଆ ଚାଉଳ, ଗୋଟା ଅରୁଆ ଚାଉଳ ଭଗବାନ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ନିଶ୍ଚିତ ରୂପରେ ଜଲ୍ଦି ଆପଣଙ୍କର ମନୋକାମନା ପୂର୍ଣ୍ଣ ହେବ। ଏତ ଥିଲା ଆଜି ଦିନର ସୁନ୍ଦର ଟ୍ୟୁଜଡେ। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟ। 11 ମେ 2026 ମସିହା ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ନବମୀ ତିଥି, ଶତଭିଷା ନକ୍ଷତ୍ର, ସୋମବାର। ଆଜି ଦିନର ଶୁଭ ସମୟ ପ୍ରାତଃ 5ଟା13 ଠାରୁ 6ଟା50 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ତତପଶ୍ଚାତ ପ୍ରାତଃ 8ଟା30 ଠାରୁ 10ଟା6 ମଧ୍ୟାହ୍ନ 1ଟା21 ଠାରୁ ସନ୍ଧ୍ୟା 7ଟା36। ଏତଦ୍ ବ୍ୟତୀତ ରାତ୍ର 10ଟା20 ଠାରୁ 11ଟା43 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଉକ୍ତ ଶୁଭ ସମୟରେ କୌଣସି ବି ଶୁଭ ମଙ୍ଗଳ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ରୂପରେ ସଫଳତା ଦେଖାଦେବ। ଆଜି ଦିନ ରାହୁକାଳ ସମୟ ପ୍ରାତଃ 6ଟା51 ଠାରୁ 8ଟା28 ପର୍ଯ୍ୟନ୍ତ ରାହୁକାଳ ସମୟ ଭୋଗ ହେବ। ଆଜି ଦିନର ଘାତବାର ମିଥୁନ ରାଶି, ଚାहे ପୁରୁଷ ହୁଅନ୍ତୁ ଚାहे ମହିଳା ହୁଅନ୍ତୁ, ଘାତବାର ଅଛି, ଟିକେ ସାବଧାନ। ଆଜି ଦିନର ଘାତ ଚନ୍ଦ୍ର ମିଥୁନ ରାଶି ପୁରୁଷ ବ୍ୟକ୍ତିମାନଙ୍କ ପାଇଁ ଘାତ ଚନ୍ଦ୍ର, ମୀନ ରାଶି ମହିଳା ଏବଂ ପୁରୁଷ ବ୍ୟକ୍ତିମାନଙ୍କ ପାଇଁ ଘାତ ଚନ୍ଦ୍ର ଅଛି, ଟିକେ ସାବଧାନ। ଏହା ତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ମେଷ ରାଶି। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଅଧିକ ଆଶାବାଦୀ ହେବା ଉଚିତ ନୁହେଁ। କର୍ମବାଦୀ ହୁଅନ୍ତୁ, ଶ୍ରଦ୍ଧା ରଖନ୍ତୁ, ଆର୍ଗୁମେଣ୍ଟ ହେବା ଉଚିତ ନୁହେଁ। କୌଣସି ବି କାର୍ଯ୍ୟ କରୁଛନ୍ତି ଶ୍ରଦ୍ଧାପୂର୍ବକ କରନ୍ତୁ। ଆତ୍ମସନ୍ତୋଷ ହୁଅନ୍ତୁ, ସନ୍ତାନକୁ ନେଇ ଚିନ୍ତା ଦେଖାଦେବ ଏବଂ କୌଣସି ଧାର୍ମିକ କାର୍ଯ୍ୟରେ ବାଦ ଅପବାଦ ହେବା ଉଚିତ ନୁହେଁ। କାର୍ଯ୍ୟର ଲକି ନମ୍ବର 8, ଲକି କଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାଣ ସ୍ତୋତ୍ର ପାଠ କରନ୍ତୁ, ସୁଖେ ଦିନ କଟିବ। ବୃଷ ରାଶି। ନିଜର ପିତୃତୁଲ୍ୟ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଆଦର କରନ୍ତୁ। ପ୍ରସ୍ତାବ କରିବାକୁ ପଡ଼ିପାରେ, କର୍ମକ୍ଷେତ୍ରରେ ବିଘ୍ନ ଆସିପାରେ, ଅସନ୍ତୁଷ୍ଟତା କ୍ରିଏଟ୍ ହେଇପାରେ ଏବଂ ପିତା, ମାତା, ବନ୍ଧୁ, ମିତ୍ର, ସହୋଦରଙ୍କ ସହିତ ଶ୍ରଦ୍ଧା ଆଦରତା ରଖନ୍ତୁ ଏବଂ ନିଜର ସ୍ୱାର୍ଥ ପାଇଁ ଏମାନଙ୍କୁ କଷ୍ଟ ଦିଅନ୍ତୁ ନାହିଁ ବା ଏମାନେ ପୀଡ଼ିତ ହେଉଥିବା ସମୟରେ ଏମାନଙ୍କୁ ସହଯୋଗ କରିବା ବଦଳରେ ଛାଡ଼ିକି ଯାଆନ୍ତୁ ନାହିଁ, ଯାହାଫଳରେ ଅଭିଶପ୍ତତା ଦେଖାଦେବ। କର୍ମକ୍ଷେତ୍ର, ବେପାର ବାଣିଜ୍ୟ ହେଉ ବା କର୍ମକ୍ଷେତ୍ର ହେଉ, ଉଚ୍ଚ ବୟସ୍କ କର୍ମଚାରୀଙ୍କ ସହିତ ଶ୍ରଦ୍ଧା ଆଦରତା ରଖନ୍ତୁ। ଆଜିର ଲକି ନମ୍ବର 5, ଲକି ଗ୍ରାଣ୍ଡ ସ୍କ୍ରିନ୍, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖେ ଦିନ କଟିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଭାଗ୍ୟର ଉଦୟ ଦେଖାଦେଉଛି, କିନ୍ତୁ ମନେ ରଖିଥିବା ଦରକାର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହିତ ଆର୍ଗୁମେଣ୍ଟ କରନ୍ତୁ ନାହିଁ। ପିତୃତୁଲ୍ୟ ବ୍ୟକ୍ତିଙ୍କୁ ସମ୍ମାନ ଆଦର ଭକ୍ତି କରନ୍ତୁ ଏବଂ ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। ଭାଇ ଭଉଣୀ ମଧ୍ୟରେ ଶ୍ରଦ୍ଧା ଆଦରତା ରଖନ୍ତୁ। କୌଣସି କାର୍ଯ୍ୟ କରୁଛନ୍ତି, କୌଣସି ମିତ୍ର ଆପଣଙ୍କୁ କିଛି ଗୋଟେ ପ୍ଲାନ୍ ଦେବେ ଆଉ ସେ ପ୍ଲାନ୍ ଜଲ୍ଦି ସକ୍ସେସଫୁଲ ମଧ୍ୟ ଦେଖାଦେବ। ଆଜିର ଲକି ନମ୍ବର୍ସ 4, ଲକି କଲର୍ସ ଗ୍ରେ ଆଣ୍ଡ ସିଲଭର, ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖେ ଦିନ କଟିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ସ୍ପେସିଫିକ ନିଜର କୁଟୁମ୍ବ ପରିବାର ସହିତ ଶ୍ରଦ୍ଧା ଆଦରତା ରଖନ୍ତୁ, ସମର୍ପିତ ହୁଅନ୍ତୁ, ଆଶାବାଦୀ ନୁହେଁ। ସ୍ୱାସ୍ଥ୍ୟ ପ୍ରତି ଜଗି ରଖି ଚାଲନ୍ତୁ। ଦୂରଯାତ୍ରା, ଭ୍ରମଣ ଯୋଗ, କାର୍ଯ୍ୟରେ ସିଦ୍ଧି ଏବଂ ସଫଳତା ମଧ୍ୟ ଦେଖାଯାଉଛି। ଅଶାନ୍ତି, ଅସନ୍ତୁଷ୍ଟତା ହେବା, ବ୍ୟତିବ୍ୟସ୍ତତା ହେବା ଠିକ ନୁହେଁ। ଯେଉଁ ସ୍ଥାନରେ ଜାଣୁଛନ୍ତି ରିସ୍କ ଅଛି, କ୍ଷତି ହେବାର ଅଛି, ସ୍ଥାନ ପରିବର୍ତ୍ତନ କରନ୍ତୁ। ଆଜିର ଲକି ନମ୍ବର 1, ଲକି ଗ୍ରେଡ୍ ସ୍ପିଙ୍କ୍, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଓಂ ଘୃଣୀଃ ସୂର୍ୟାୟ ନମଃ, ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ, ସୁଖ ଦିନ କଟିବ।
सिंह राशि सिंह राशि व्यक्ति मानक शांति एवं संतुष्टि निज उपर निर्भर करे आपण केते शांति पाउछन्ती केते संतुष्टि हे पाउछन्ती बा निज मन को संतुष्टि रखि पाउछन्ती बा अन्य जन को संतुष्टि दे पाउछन्ती पति पत्नी मध्य श्रद्धा आदरता आत्मविश्वास रखा अत्यंत आवश्यकता अच्छी प्लानिंग अनुसार कार्य करूँ पुराणा कथा को नहीं आलोचना करतुनि असम्मानित हारासमेंट देखा संभावना देखा एवं स्वास्थ्य प्रति जगि रखि चलतु आज लकी नंबर 9 लकी कलर्स रेड लकी डायरेक्शन साउथ महादेव को भक्ति सहित पूजा अर्चना करूँ सुख दिन कटिब कन्या राशि व्यक्ति मानक खर्च बढ़ समय बेफिजुल अतिवाहित हम निशा द्रव्य सेवन दूर रहा पानी व्यवहार प्रति यथेष फोकस दवा शत्रु वृद्धि हे शत्रु चिंता ऋण रोग मुकदमा बाजी पुलिस मैटर कोर्ट कचेरी इत्यादि सम्मुखीन होगा पड़ पाए मन को कंट्रोल रखु एवं जदि क्या किसी कर्ज नौ चाहे बैंक हो चाहे प्राइवेट जॉब हो लोन हो से यथेष सावधान रही कमी कष्ट न आसू भविष्य के दुख न आसू भावी चिंत कार्य करतु आज लकी नंबर 4 लकी कलर्स ग्रे लकी डायरेक्शन साउथ वेस्ट स्वर्गत पितृलोक को तर्पण करतु माता पिता परामर्श कार्य करतु सुख दिन घटिब तुला राशि व्यक्ति मानक निश्चित रूप से कहीं ना कहीं साहाय्य करेंगे मन को छोट करने उचित नहीं मन को दृढ़ रखु आपणकर बुद्धि आपणकर विद्या आपणकर पारंगमता यथेष सफलता देखा दूसरी संतान को नहीं असंतुष्टता बा आर्गुमेंट करवा ताकि ठीक नुहे परिवर्तन आने अत्यंत आवश्यकता अच्छे श्रद्धेयता आवश्यकता अच्छे आज लकी नंबर 5 लकी कलर्स लकी डायरेक्शन नॉर्थ भगवान लक्ष्मी नारायण को भक्त सहित पूजा अर्चना करंतु सुख दिन कटिब बिछा राशि व्यक्ति मानक गृह शांति सुख समृद्धि देखा दब माता स्वास्थ्य को लेकर चिंता देखा दब किंतु सामूहिक रूप से एक आनंदमय देखा दब पिता स्वास्थ्य प्रति ध्यान दिंतु निजर कर्मक्षेत्र प्रति फोकस रखु कर्तव्यवान होगापी चेष्टा करूँ आज अपेक्षा जो थिला बहुत दिन धरी अपेक्षा जो कार्य थिला बा मनोकामना थिला ताहा जे परिपूर्णता को जगार संभावना देखा दूसरी आज लकी नंबर 8 लकी कलर्स ब्लैक लकी डायरेक्शन वेस्ट भगवान हनुमान महाप्रभु वज्रबाण स्तोत्र पाठ करतु महादेव को आज गंगाजल दान करतु सुख दिन कटिब धनुराशि व्यक्ति मानक पराक्रम क्षेत्र विजय प्राप्ति अच्छी एवं किसी षड्यंत्रता देखा दब सांग दोस्ती मित्रता भाई भाई मध्य आर्गुमेंट करवा नहीं कार्य षड्यंत्रता मध्य बसवा ना जल्दी विश्वास भरोसा करवा ठीक नुहे कि भाग्यर परिवर्तनता अच्छी एवं पुराणा कार्य किसी सफलता मंगलमय देखा देवार संभावना देखा दूसरी आज लकी नंबर 2 लकी कलर्स व्हाइट लकी डायरेक्शन नॉर्थ वेस्ट महादेव भक्ति पूजा अर्चना करूँ ओम नमः शिवाय यही मंत्र को जप करूँ निश्चित रूप से आपंकर मंगल हम सफलता देखा दब मकर राशि व्यक्ति मानक अर्थर आगमन कुटुंब आनंद मान सम्मान प्राप्ति स्वास्थ्य प्रति जत्न नियंतु किंतु गोटे कथा मन रखि दरकार मोस्ट इंपोर्टेंट जिनस आज कुटुंब परिवार कौन खुशियाली देखा दूसरी कौन मांगलिक कार्य देखा दूसरी धन खर्च हम एतद व्यतीत कौन असंतुष्टता देखा देवार संभावना देखा दूसरी निशा द्रव्य दूर रहा निशा द्रव्य सेवन करुवा व्यक्ति सहित संघ दूर रहा आज बहुत आवश्यकता अच्छी गाड़ी घोड़ा सावधान चलातु बहुमूल्य द्रव्य वस्तु पदार्थ किसी आपंकर नष्ट होवर अच्छी सम्मान पर आघात लगे संभावना देखा दूसरी आज लकी नंबर 7 लकी कलर्स ग्रे लकी डायरेक्शन साउथ भगवती जगदम्बा जगत माता जगत कल्याणी कृपालुमयी माँ दुर्गा भक्ति सहित पूजा अर्चना करूँ नवान्न मंत्र को जप करूँ सुख दिन कटिब कुंभ राशि व्यक्ति मानक वाणी को नियंत्रण रखा प्लानिंग अनुसार कार्य करने श्रद्धा दान कले बांटिले श्रद्धा मिले कर्तव्यपरायण हो कार्य करने असंतुष्टता पसंद ठारू दूरे रहा आज लकी नंबर 7 लकी कलर्स ग्रे लकी डायरेक्शन साउथ महादेव भक्ति सहित पूजा अर्चना करूँ महामृत्युंजय मंत्र को आज जप करूँ 5टी लवंग एवं भीमसेन कर्पूर पाखे रखु सुख दिन कटिब मीनराशि व्यक्ति मानक जदि कौन असुविधा देखा दूसरी सुधारवा चेष्टा करूँ असंतुष्टता नुहे
ଶାନ୍ତି ଏବଂ ସନ୍ତୁଷ୍ଟି ରଖିବା ବହୁତ ଆବଶ୍ୟକତା ଅଛି। ଖର୍ଚ୍ଚ ବଢ଼ିବ, ଦ୍ରବ୍ୟବସ୍ତୁ ପଦାର୍ଥରେ ବିଳମ୍ବରେ ହାସଲ ହେବ ଏବଂ କିଛି ନୁକସାନ ମଧ୍ୟ ହେବାର ସମ୍ଭାବନା ଦେଖାଦେଉଛି। ଯେଉଁ କାମ ଆପଣଙ୍କର ଲେଟ୍ ହେଉଥିଲା, ହେଇପାରୁନଥିଲା, ଟାଇମ୍ ଟେବୁଲ୍ ମେଣ୍ଟେନ୍ ହେଇପାରୁନଥିଲା, ଏବେ ତାହା ସଫଳତା ହେବାକୁ ଯାଉଅଛି। କିନ୍ତୁ ମନେ ରଖିଥିବା ଦରକାର, ଖର୍ଚ୍ଚ ବଢ଼ିବ, ଶତ୍ରୁ ବଢ଼ିବେ, ମାନସିକ ଅସନ୍ତୁଷ୍ଟତା ମଧ୍ୟ ଦେଖାଦେବ, ସନ୍ଦେହତା ଜାଗ୍ରତ ହେବ। ଆଜିର ଲକି ନମ୍ବର 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ୍ ନର୍ଥ ୱେଷ୍ଟ। ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି ଭଗବାନ ମହାଦେବଙ୍କୁ ପଞ୍ଚାମୃତରେ ଅଭିଷେକ କରନ୍ତୁ ଏବଂ ଦିନ ସାରା ଭଗବାନଙ୍କ ମହାଦେବଙ୍କର ଏହି ମନ୍ତ୍ରକୁ ଜପ କରନ୍ତୁ। ଓମ୍ ନମଃ ଶିବାୟ। ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ, ସଫଳତା ମଧ୍ୟ ଦେଖାଦେବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର 12ଟା ରାଶିଫଳ। ଆଜିର ସମୟ ଯାଇଛି, କାର୍ଯ୍ୟକ୍ରମକୁ ଆମେ ରଖୁଛୁ। ପୁଣି ଦେଖା ହେବା ଆଗାମୀ ମଧ୍ୟରେ। ଜୟ ଜଗନ୍ନାଥ, ନମସ୍କାର।